ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ହୀରାକୁଦ ନଦୀବନ୍ଧ ଭାରତର ସବୁଠାରୁ ଲମ୍ବା ମାଟି ବନ୍ଧ ମଧ୍ୟରୁ ଅନ୍ୟତମ। ଏହା ହେଉଛି ଏସିଆର ସବୁଠାରୁ ବଡ଼ ଲମ୍ବା ମାଟି ବନ୍ଧ। ଏହା କେବଳ ବନ୍ୟା ନିୟନ୍ତ୍ରଣ ଓ ଜଳସିଞ୍ଚନ ପାଇଁ ନୁହେଁ, ବରଂ ଏଠାରୁ ଉତ୍ପାଦିତ ଜଳବିଦ୍ୟୁତ୍ ମାନେ ହାଇଡ୍ରୋ ପାୱାର ଓଡ଼ିଶାର ଅନେକ ସହର ଓ ଗ୍ରାମକୁ ଆଲୋକିତ କରୁଛି। ଆଜି ଆମେ ଜାଣିବା ହୀରାକୁଦ ନଦୀବନ୍ଧରୁ ବିଦ୍ୟୁତ୍ କିପରି ଉତ୍ପାଦନ କରାଯାଏ, ଏହାର କ'ଣ ସବୁ ପ୍ରୋସେସ୍ ରହିଛି। ଏ ବିଷୟରେ ଡିଟେଲରେ ଜାଣିବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଓଡ଼ିଶାର ସମ୍ବଲପୁର ସହରଠାରୁ 15 କିଲୋମିଟର ଦୂରରେ ମହାନଦୀର ପାଣିକୁ ବନ୍ଧ ବାନ୍ଧି ଏକ ବିରାଟ ଜଳଭଣ୍ଡାର ସୃଷ୍ଟି କରାଯାଇଛି, ଯାହାକୁ ହୀରାକୁଦ ଡ୍ୟାମ୍ ବୋଲି କୁହାଯାଏ। ହୀରାକୁଦ ଡ୍ୟାମ୍ର ପାଣିକୁ ବ୍ୟବହାର କରି ସେଥିରୁ ବିଦ୍ୟୁତ୍ ଉତ୍ପାଦନ କରାଯାଉଥିବା କଥା ତ ଆପଣ ନିଶ୍ଚୟ ଶୁଣିଥିବେ, ହେଲେ ହୀରାକୁଦରେ ପାଣିରୁ ବିଦ୍ୟୁତ୍ କିଭଳି ସୃଷ୍ଟି କରାଯାଏ ଜାଣିଛନ୍ତି କି? ଚାଲନ୍ତୁ ଆଜି ଜାଣିବା ହୀରାକୁଦ ଡ୍ୟାମ୍ରୁ ବିଜୁଳି କେମିତି ଉତ୍ପାଦନ କରାଯାଏ। ଆଜି ଜାଣିବା ଏହି ବିଶାଳ ମାଟି ବନ୍ଧ ସାହାଯ୍ୟରେ କିପରି ହଜାର ହଜାର ୱାଟ୍ର ବିଦ୍ୟୁତ୍ ଉତ୍ପାଦନ କରାଯାଉଛି। ସଂକ୍ଷେପରେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣନ୍ତୁ। ପ୍ରଥମରେ ରହିଛି ପାଣି ସଞ୍ଚୟ, ଯାହାକି ଶକ୍ତିର ମୂଳ ସ୍ରୋତ। ହୀରାକୁଦ ବନ୍ଧର ପଛପଟେ ମହାନଦୀର ପାଣି ଜମା ହୋଇ ଏକ ବିଶାଳ ଜଳାଶୟ ସୃଷ୍ଟି କରିଛି। ଡ୍ୟାମ୍ର ଆକାର ଯୋଗୁଁ ଏହି ଜମା ହୋଇଥିବା ପାଣି ଉଚ୍ଚତାରେ ରହିଥାଏ, ଆଉ ଏହି ଉଚ୍ଚତାର ପାଣି ମଧ୍ୟରେ ଥାଏ ଗୁରୁତ୍ୱାକର୍ଷଣ ଶକ୍ତି, ଯାହାକୁ ପୋଟେନ୍ସିଆଲ ଏନର୍ଜି ମଧ୍ୟ କୁହାଯାଏ। ଏହାକୁ ପରେ ବିଦ୍ୟୁତ୍ ଶକ୍ତିରେ ପରିଣତ କରାଯାଏ। ଷ୍ଟେପ୍ 2ରେ ଗେଟ୍ ଖୋଲାଯାଏ। ପାଣିକୁ ବିଦ୍ୟୁତ୍ ଶକ୍ତିରେ ପରିବର୍ତ୍ତନ କରିବା ପାଇଁ ଏହି ଗେଟ୍କୁ ଖୋଲାଯାଇଥାଏ। ଯେତେବେଳେ ବିଦ୍ୟୁତ୍ ତିଆରି କରିବା ପ୍ରକ୍ରିୟା ଆରମ୍ଭ ହୁଏ, ବନ୍ଧର ଇନଟେକ୍ ଗେଟ୍ ଖୋଲାଯାଏ। ଏହା ମାଧ୍ୟମରେ ଡ୍ୟାମ୍ର ପାଣି ଭୟଙ୍କର ଗତିରେ ତଳକୁ ବହିବାକୁ ଆରମ୍ଭ କରେ। ଏହାର ଫୋର୍ସ ବହୁତ ଅଧିକା କ୍ଷିପ୍ର ଥାଏ। ଏହି ପାଣି ଯାଏ ପେନଷ୍ଟକ୍ ନାମକ ବଡ଼ ଲୁହା ପାଇପ୍ ମାଧ୍ୟମରେ। ଏହାପରେ ଷ୍ଟେପ୍ 3ରେ ଟର୍ବାଇନ୍ ଘୁରାଯାଏ, ଯାହାକି ଯାନ୍ତ୍ରିକ ଶକ୍ତି ତିଆରି କରିବାରେ ଏକ ବଡ଼ ପ୍ରକ୍ରିୟା ଅଟେ। ଏହାର ତଳେ ଥିବା ପାୱାର ହାଉସ୍ ଭିତରେ ଏହି ଜୋରଦାର ପାଣି ଆସିବା ପରେ ଟର୍ବାଇନ୍ ଘୁରେ। ଟର୍ବାଇନ୍ ହେଉଛି ଏକ ବଡ଼ ପଙ୍ଖା ଭଳି ଯନ୍ତ୍ର। ପାଣି ଯେତେ ଜୋରରେ ଟର୍ବାଇନ୍କୁ ମାଡ଼ ହେବ, ଟର୍ବାଇନ୍ ସେତେ ଜୋରରେ ଘୁରିବ। ଏହି ପ୍ରକ୍ରିୟାରୁ ତିଆରି ହୁଏ ଯାନ୍ତ୍ରିକ ଶକ୍ତି, ଯାହାକୁ ମେକାନିକାଲ ଏନର୍ଜି କୁହାଯାଏ। ଏହାପରେ ଷ୍ଟେପ୍ 4ରେ ରହିଛି ଜେନେରେଟର। ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଟର୍ବାଇନ୍ ସହିତ ଜେନେରେଟର କନେକ୍ଟ ଥାଏ। ଯେତେବେଳେ ଟର୍ବାଇନ୍ ଘୁରେ, ସେଥିସହିତ ଜେନେରେଟରର ଚୁମ୍ବକୀୟ ଭାଗ ମଧ୍ୟ ଘୁରେ। ଏହି ପ୍ରକ୍ରିୟାରେ ଚୁମ୍ବକୀୟ କ୍ଷେତ୍ର ଓ କଏଲ୍ ମଧ୍ୟରେ ଏକ ଧାରା ଉତ୍ପନ୍ନ ହୁଏ ଏବଂ ତିଆରି ହୁଏ ବିଦ୍ୟୁତ୍ ଶକ୍ତି, ଯାହାକୁ ଆମେ ଇଲେକ୍ଟ୍ରିକାଲ ଏନର୍ଜି କହିଥାଉ। ଏହାପରେ ଷ୍ଟେପ୍ 5ରେ ରହିଛି ଟ୍ରାନ୍ସଫର୍ମର, ଯାହାକି ଭୋଲ୍ଟେଜ ବଢ଼ାଇବା କାମ କରେ। ଏହା ହେଉଛି ସବୁଠାରୁ ମୁଖ୍ୟ କାମ। ଜେନେରେଟରରୁ ବାହାରୁଥିବା ବିଦ୍ୟୁତ୍ର ଭୋଲ୍ଟେଜ କମ୍ ଥାଏ, ତେଣୁ ଏହାକୁ ଟ୍ରାନ୍ସଫର୍ମର ମାଧ୍ୟମରେ ଉଚ୍ଚ ଭୋଲ୍ଟେଜକୁ ଅଣାଯାଏ, ଯାହାଦ୍ୱାରା ବିଦ୍ୟୁତ୍କୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ କମ୍ ଲସ୍ରେ ପଠାଯାଇପାରେ। ଷ୍ଟେପ୍ 6ରେ ବିଦ୍ୟୁତ୍ ବଣ୍ଟନ କରାଯାଏ। ଘର ଘରକୁ ଆଲୋକ ଯୋଗାଇ ଦିଆଯାଏ। ଉଚ୍ଚ ଭୋଲ୍ଟେଜ ବିଦ୍ୟୁତ୍ ଟ୍ରାନ୍ସମିଶନ ଲାଇନ୍ ମାଧ୍ୟମରେ ସବଷ୍ଟେସନକୁ ଯାଏ। ସେଠାରେ ପୁଣି ଭୋଲ୍ଟେଜ କମ୍ କରାଯାଏ ଓ ତାପରେ ଗ୍ରାମ, ସହର, ଶିଳ୍ପ ଓ ଘରେ ଘରେ ପହଞ୍ଚିଥାଏ ବିଦ୍ୟୁତ୍ ଶକ୍ତି। ତାପରେ କ'ଣ ହୁଏ ଜାଣନ୍ତୁ। ପାଣି ପୁଣି ଥରେ ଫେରି ଆସିଥାଏ। ଆଜ୍ଞା ହଁ, ମାନେ ଟର୍ବାଇନ୍ ଘୁରି ସାରିବା ପରେ ପାଣି ନଦୀକୁ ପୁଣି ଫେରିଯାଏ। ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଥିବା ଏହି ପାଣି କେବେ ବି ନଷ୍ଟ ହୋଇନଥାଏ। ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେବା ପରେ ଏହି ପାଣି ପୁଣି ଥରେ ନଦୀକୁ ଫେରି ଯାଇଥାଏ, ଆଉ ପୁଣି ଥରେ ପୂର୍ବ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟୁତ୍ ଶକ୍ତିକୁ ଉତ୍ପାଦନ ମଧ୍ୟ କରାଯାଏ। ଏହି ପ୍ରକ୍ରିୟା ପ୍ରକୃତିକୁ କୌଣସି କ୍ଷତି ପହଞ୍ଚାଏନି, ସେଥିପାଇଁ ଏହାକୁ କୁହାଯାଏ ସ୍ୱଚ୍ଛ ଓ ନବୀକରଣ ଯୋଗ୍ୟ ଶକ୍ତି, ଯାହାକୁ ରିନ୍ୟୁଏବଲ ଏନର୍ଜି ମଧ୍ୟ କହୁ। ତେବେ ଏହି ବନ୍ଧ ଉପରେ ଦୁଇଟି ପାୱାର ହାଉସ୍ ରହିଛି। ପ୍ରଥମଟି ବୁର୍ଲା ପାୱାର ହାଉସ୍, ଦ୍ୱିତୀୟଟି ଛତିଶଗଡ଼ ପାୱାର ହାଉସ୍। ଏହିଠାରୁ ଉତ୍ପାଦିତ ବିଦ୍ୟୁତ୍ ଓଡ଼ିଶା ଓ ଆଖପାଖ ରାଜ୍ୟକୁ ଯୋଗାଯାଏ। 1957 ମସିହାରେ ହୀରାକୁଦ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଥିଲା। ଏହି ଡ୍ୟାମ୍ ନିର୍ମାଣ ପାଇଁ ମହାନଦୀର ପାଣିକୁ ବନ୍ଧା ଯାଇଥିଲା ବା ରୋକାଯାଇଥିଲା। ହୀରାକୁଦର ବିଶାଳ ଜଳଭଣ୍ଡାରରୁ ବହୁଳ ମାତ୍ରାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ। ବିଦ୍ୟୁତ୍ ବିଭିନ୍ନ ପ୍ରକ୍ରିୟାରେ ସୃଷ୍ଟି ହୁଏ। ସେଥିରୁ ସବୁଠୁ ଭଲ ବିକଳ୍ପ ହେଉଛି
ଡ୍ୟାମ୍ ଜଳ। ହୀରାକୁଦ ଡ୍ୟାମ୍ରୁ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ 48,000 କିଲୋୱାଟ୍ର ବିଦ୍ୟୁତ୍ ବାହାରି ପାରିବା ଭଳି ଟର୍ବାଇନ୍ ଲଗାହୋଇଛି। ଡ୍ୟାମ୍ରେ 347.5 ମେଗାୱାଟ୍ର ପାୱାର ବାହାରିବା ଭଳି ପାୱାର ହାଉସ୍ ମଧ୍ୟ ତିଆରି କରାଯାଇଛି। ହୀରାକୁଦ ଡ୍ୟାମ୍ ତଳେ ଟର୍ବାଇନ୍ ସହ ଜେନେରେଟର ମଧ୍ୟ ଲଗାଯାଇଛି। ଟର୍ବାଇନ୍ ଗୁଡ଼ିକରେ ପାଣି ଜୋରରେ ବାଜିବା ଦ୍ୱାରା ବିଜୁଳି ଉତ୍ପନ୍ନ ହୋଇଥାଏ। ସେହି ବିଦ୍ୟୁତ୍ ଟର୍ବାଇନ୍ ପାଖରେ ଥିବା ଜେନେରେଟରକୁ ଯାଇଥାଏ, ଅର୍ଥାତ୍ ଟର୍ବାଇନ୍ ଯେତେ ଜୋରରେ ଘୁରେ ସେତେ ଜୋରରେ ଜେନେରେଟରକୁ ବିଜୁଳି ଯାଏ। ଡ୍ୟାମ୍ ପାଖରେ ବିଦ୍ୟୁତ୍କୁ ଷ୍ଟୋର କରି ରଖିବାକୁ ଏକ ବିଦ୍ୟୁତ୍ ୟୁନିଟ୍ ମଧ୍ୟ ତିଆରି କରାଯାଇଛି। ସେଠାରେ ଏହି ବିଦ୍ୟୁତ୍ ଷ୍ଟୋର ହେବା ପରେ ଯେଉଁ ସ୍ଥାନକୁ ଆବଶ୍ୟକ ସେଠାକୁ ତାର ମାଧ୍ୟମରେ ବିଜୁଳି ପଠାଯାଏ। ସମଗ୍ର ଓଡ଼ିଶା ଏହା ଦ୍ୱାରା ଉପକୃତ ହୁଏ। ତେବେ ଡ୍ୟାମ୍ ଜଳରୁ ବିଦ୍ୟୁତ୍ ଉତ୍ପାଦନର ଏହି ପ୍ରକ୍ରିୟା ସତରେ ମାନବ ସମାଜ ପାଇଁ ବେଶ୍ ଲାଭଦାୟକ ହୋଇପାରିଛି। ହୀରାକୁଦ ନଦୀବନ୍ଧ କେବଳ ଏକ ମାଟିର ବନ୍ଧ ନୁହେଁ, ଏହା ହେଉଛି ପାଣି, ପ୍ରଯୁକ୍ତି ଓ ମାନବ ବୁଦ୍ଧିର ଏକ ସଂଯୋଗ, ଯାହା ପ୍ରତିଦିନ ଓଡ଼ିଶାର ଘରେ ଘରେ ଆଲୋକ ଯୋଗାଉଛି। ଓଡ଼ିଶା ପାଇଁ ଏଭଳି ବନ୍ଧ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ। ତେବେ ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ। ନିଜ ମତାମତ କମେଣ୍ଟ ସେକ୍ସନରେ ମୋତେ ଜଣାନ୍ତୁ। ଆଗକୁ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।